केवल किछि शेष शब्द आउ ସେହି ଶବ୍ଦ ଭିତରେ ଲୁଚି ରହିଛି ଗୋଟିଏ ପୂରା ବିମାନ ଦୁର୍ଘଟଣାର ରହସ୍ୟ। ତେବେ ଆସନ୍ତୁ ଆଜି ଆମେ ସେହି ଶେଷ ଶବ୍ଦର କାହାଣୀ ଭିତରକୁ ଯିବା। ଓ ସିଟ୍ ବାସ୍ ଏତିକି। ଏହି ଶବ୍ଦଗୁଡ଼ିକ ହିଁ ଶେଷ ଥର ପାଇଁ କକ୍ପିଟ୍ରୁ ଶୁଣାଗଲା। ଆଉ ତାପରେ ସବୁ ଶାନ୍ତ। ଆଉ ତାପରେ ଘଟିଲା ସେ ଭୟଙ୍କର ଦୁର୍ଘଟଣା। ତେବେ ଏଇ ଯୋଉ ଶବ୍ଦ ଏଗୁଡ଼ା କ'ଣ ଖାଲି ଶେଷ କଥା ଥିଲା? ନା, ଏହା ଭିତରେ ଲୁଚି ରହିଥିଲା ଗୋଟେ ବହୁତ ବଡ଼ ରହସ୍ୟର ସୂତ୍ର। ତେବେ ଚାଲନ୍ତୁ ଦେଖିବା ସେହି ଶେଷ କିଛି ସେକେଣ୍ଡରେ ଆଖିର ସାମ୍ନାରେ କ'ଣ ସବୁ ଘଟିଗଲା। ଆଚ୍ଛା, ତେବେ ଏ ରହସ୍ୟକୁ ବୁଝିବାକୁ ହେଲେ ଆମକୁ ପ୍ରଥମେ ଟିକେ ପଛକୁ ଯିବାକୁ ପଡ଼ିବ। ଚାଲନ୍ତୁ ଦେଖିବା ସେଦିନ ପ୍ରକୃତରେ ହେଲା କ'ଣ। କଥାଟା ହେଉଛି ମହାରାଷ୍ଟ୍ରର ବାରାମତୀର ଗୋଟେ ବିମାନ, ଆଉ ସେଥିରେ ଥିଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ବିମାନଟି ବାରାମତୀର ରନୱେ 11ରେ ଲ୍ୟାଣ୍ଡ କରିବାକୁ ଯାଉଥିଲା, ଆଉ ଠିକ୍ ସେତିକି ବେଳେ ହିଁ ଘଟିଗଲା ସେହି ମାରାତ୍ମକ ଦୁର୍ଘଟଣା। ଏକଦମ ଭୟଙ୍କର ବିସ୍ଫୋରଣ ଆଉ ସବୁକିଛି ଶେଷ। କିନ୍ତୁ ଜାଣିଛନ୍ତି, କାହାଣୀଟା ଏତିକିରେ ସରୁନି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏ ଯୋଉ ଦୁର୍ଘଟଣାଟା ହେଲା, ଏଇଟା ପ୍ରଥମ ଥର ଲ୍ୟାଣ୍ଡିଂ ଚେଷ୍ଟାରେ ହେଇନଥିଲା। ଆଉ ଏଇଠୁ ହିଁ ଘଟଣାଟା ଆହୁରି ରହସ୍ୟମୟ ହୋଇଯାଉଛି। ଦେଖନ୍ତୁ, ପ୍ରଥମେ ପାଇଲଟ ଲ୍ୟାଣ୍ଡ କରିବା ପାଇଁ ଚେଷ୍ଟା କଲେ, ହେଲେ କୌଣସି କାରଣରୁ ସେଟା ହେଇପାରିଲାନି। ତେଣୁ ସେମାନେ ପୁଣି ଥର ଚେଷ୍ଟା କଲେ, ଆଉ ଦ୍ୱିତୀୟ ଥର ବାସ୍ ବିମାନଟା ସିଧା ରନୱେରେ ଖସି ପଡ଼ିଲା, ଆଉ ତାପରେ ସବୁ ଶେଷ। ଆଚ୍ଛା, ବାହାରେ ତ ଏସବୁ ହେଉଥିଲା, କିନ୍ତୁ ପ୍ରକୃତ ପ୍ରଶ୍ନଟା ହେଉଛି ସେହି କିଛି ଗୁରୁତ୍ୱପୂର୍ଣ୍ଣ ସେକେଣ୍ଡ ଭିତରେ କକ୍ପିଟ୍ ଭିତରେ ଆଉ କ'ଣ ଚାଲିଥିଲା? ଆଉ ଏବେ ଆସନ୍ତୁ କାହାଣୀର ସବୁଠୁ ରହସ୍ୟମୟ ଆଉ ଡର ଲାଗିଲା ଭଳି ଅଂଶକୁ, କକ୍ପିଟ୍ ଭଏସ୍ ରେକର୍ଡିଂ। ଆଉ ଏଇଠି ହିଁ ପୁରା କାହାଣୀଟା ବଦଳି ଯାଉଛି। ଭାବନ୍ତୁ, ଗୋଟେ ପଟେ ଅଛନ୍ତି ମୁଖ୍ୟ ପାଇଲଟ କ୍ୟାପ୍ଟେନ୍ ସୁମିତ କପୁର। ସେ ପୁରା ଚୁପ୍, ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ କିଛି ବି ଜଣେ ନାହାନ୍ତି, କୌଣସି ବିପଦର ସଂକେତ ନାହିଁ। ଆଉ ଅନ୍ୟପଟେ ଅଛନ୍ତି କୋ ପାଇଲଟ କ୍ୟାପ୍ଟେନ୍ ଶାମ୍ଭବୀ ପାଠକ, ଯାହାଙ୍କ ଶେଷ କଥା ଥିଲା ଓ ଶିଟ୍। ତାହେଲେ କ'ଣ ଏହାର ମାନେ ଏୟା ଯେ ମୁଖ୍ୟ ପାଇଲଟ କିଛି ଜାଣିପାରିଲେନି, ଆଉ କେବଳ କୋ ପାଇଲଟ ହିଁ ଶେଷ ମୁହୂର୍ତ୍ତରେ ବିପଦକୁ ଦେଖିପାରିଲେ? ଏତେ ସବୁ ପରେ କିଛି ପ୍ରଶ୍ନ ଏବେ ବି ସେମିତି ରହିଯାଇଛି, ଯାହାର ଉତ୍ତର ଏବେ ସମସ୍ତେ ଖୋଜୁଛନ୍ତି। ତଦନ୍ତକାରୀମାନେ ଏବେ ମୁଖ୍ୟତଃ ତିନିଟା ଜିନିଷ ଉପରେ ଫୋକସ୍ କରୁଛନ୍ତି। ପ୍ରଥମ, ବିମାନଟା ରନୱେରେ ଖସିଗଲା କାହିଁକି? ଦ୍ୱିତୀୟ, ଏହା ପଛରେ କ'ଣ କିଛି ଟେକ୍ନିକାଲ ଫଲ୍ଟ ଥିଲା? ଆଉ ତୃତୀୟ, ସେଦିନ ପାଗ କ'ଣ ଏତେ ଖରାପ ଥିଲା ଯେ ଏମିତି ଦୁର୍ଘଟଣା ଘଟିଲା? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ମିଳିଲେ ଯାଇ ପ୍ରକୃତ ସତ କ'ଣ ଜଣାପଡ଼ିବ। ଦେଖନ୍ତୁ, ତଦନ୍ତ ତ ଚାଲିଛି, କିନ୍ତୁ ଶେଷରେ ସେଇ ଗୋଟିଏ ପ୍ରଶ୍ନ ଆସି ଅଟକି ଯାଉଛି। ଦୁର୍ଘଟଣାର ପ୍ରକୃତ କାରଣ କ'ଣ? ପାଇଲଟଙ୍କ ଭୁଲ, ବିମାନର ଯାନ୍ତ୍ରିକ ତ୍ରୁଟି, ନା ଆଉ କିଛି ଯାହା ଆମେ ଜାଣିନୁ? ଯେ ପର୍ଯ୍ୟନ୍ତ ଏ ରହସ୍ୟ ଉପରୁ ପର୍ଦ୍ଦା ହଟିନି, ସେ ପର୍ଯ୍ୟନ୍ତ ସେହି ଶେଷ ଦୁଇଟି ଶବ୍ଦ ଓ ଶିଟ୍ ସବୁବେଳେ ଏମିତି ହିଁ ମନ ଭିତରେ ଘୁରି ବୁଲୁଥିବ।